ଆସନ୍ତା 21 ତାରିଖ ଧନୁଯାତ୍ରା ପାଳନ ହେବ ଏ ବିଷୟରେ କାଣା କରିବେ? ଯେଉଁଠି ଜଣା ପଡ଼େ ଜୀବନର ଜୀଇବାର କଳା। ସାମ୍ପ୍ରତିକ ପରିସ୍ଥିତିରେ ଜଣେ ବ୍ୟକ୍ତି ନିଜ ଜୀବନକୁ ନିଜ ଇଚ୍ଛା ଅନୁସାରେ ଜୀଇ ପାରିବା ବ୍ୟକ୍ତି ହେଉଛି ଦୁନିଆର ସୁଖୀ ଓ ସମୃଦ୍ଧି ମଣିଷ। କର୍ମଫଳ ପ୍ରାଣୀ ଅବଶ୍ୟ ଭୁଞ୍ଜଇକେ କରିପାରିବ ଆନ, ଶତ ପ୍ରତିଶୋଧେ ଲଙ୍ଘି ପଶିଥାଏ କର୍ମବଳ ବଳବାନ। ସହଯୋଗୀ ସଫଳତାର ପ୍ରଥମ ସୋପାନ। ସୃଷ୍ଟିକର୍ତ୍ତା ଯେଉଁ ଶୁଭ ବେଳାରେ ଏ ସୃଷ୍ଟି ରକ୍ଷା କଲେ, ତାର ସୌନ୍ଦର୍ଯ୍ୟର ପରିସୀମା ଭିତରେ ଧର୍ମ ଅଧର୍ମ, ପାପ ପୁଣ୍ୟ ଏବଂ ସୁଖ ଦୁଃଖ ଜୀବନଯାତ୍ରା ଭିତରେ ସଫଳ ବିଫଳ ନାୟକ ନାୟିକାଙ୍କ ସଂଘର୍ଷ ଭିତରେ ନିଃସ୍ୱାର୍ଥବାଦୀ କେମିତି ବିଜୟ ଟିକା ଧାରଣ କରିପାରେ, ଏହାର ଏ ଧନୁଯାତ୍ରାର ପ୍ରାରମ୍ଭ। ଆଜିର ଦିବସରେ ଆମେ ଯାହାର ଶବ୍ଦ ହୁଙ୍କାରେ ମେରୁ ଗିରି ହୁଏ ପ୍ରକମ୍ପିତ, ଯାହା ରଣ ହୁଙ୍କାରେ ଦେବଗଣ ଭୀତସ୍ପୃତ, ଯାହା ବାହୁବଳେ ସ୍ତମ୍ଭିତ ବାର ନିଧି ଶଶୀ ସୂର୍ଯ୍ୟ ତର୍ପୁର ଜଗତ, ଯାହାର ପଦ ଆଘାତରେ ପ୍ରକମ୍ପିତ ଶତ୍ରୁ କୂଳ ନିଧି, ସେହି ପ୍ରବଳ ପରାକ୍ରମୀ ବିଜୟ ଗୌରବ ଧାରଣ କରିଥିବା ତ୍ରିପୁର ବିଜୟୀ କଂସାସୁରଙ୍କୁ ନିମନ୍ତ୍ରଣ କରି ଆଜି ଆମେ ଏହି ଦରବାରରେ ଏହି ମୁକ୍ତ ପ୍ରାଙ୍ଗଣରେ ଉତ୍ତିଷ୍ଠ ଭାବ ଭିତରେ ଜାଗ୍ରତର ସ୍ୱପ୍ନ କ୍ଷେତ୍ର ଭିତରେ ଆମେ ଏତେ ଆନନ୍ଦ ଏତେ ଉଜ୍ଜୀବିତ ଏତେ ଭାବପ୍ରବଣ ତା ଭାଷାରେ କହିପାରୁନୁ। କାରଣ ପାପ ପୁଣ୍ୟର ସୀମିତ ଗନ୍ଥାଘର ଭିତରେ ପୁଣ୍ୟର କିପରି ବିଜୟ ହୁଏ ଏବଂ ପାପର କିପରି ବିଲୟ ହୁଏ, ସଠିକ ସଫଳତାର ସହ ଅଭିନୟ କରିଥିବା ଅଭିନୟ କରିବାକୁ ଯାଉଥିବା ତାରିଖ 21 ତାରିଖ 12/2024 ରୁ 27/12/2024 ପର୍ଯ୍ୟନ୍ତ ଏକ ସଫଳ କଂସ, ଏକ ସମ୍ରାଟ କଂସ, ଏକ ପରାଭୂତିକ ଭାବ ସିଂହାସନର ଉତ୍କୃଷ୍ଟ ଦେବତାର ସୁଦଳନକାରୀ କଂସ ଆମ ନିକଟକୁ ଆସିବେ। ଏଣୁ ଆମେ ଆନନ୍ଦିତ ପ୍ରଫୁଲ୍ଲିତ ଏବଂ ଆମୋଦିତ। ଭାବ ସିଂହାସନ ଶାଳୀନତାର ପ୍ରଥମ ଥରେ ନିଶ୍ଚୟ ବ୍ୟତିକ୍ରାନ୍ତ ହୁଏ ଏବଂ ପ୍ରଥମ ଅପେକ୍ଷା ଦ୍ୱିତୀୟ ବାର ଯେତେବେଳେ ତାକୁ ଆରମ୍ଭ କରିବାକୁ ହୁଏ ଅତି ସୁନ୍ଦର ଭାବରେ ସମସ୍ତେ ଉଦ୍ଯୋଗ ସହ କରନ୍ତି, କାରଣ ସମସ୍ତ ସହଯୋଗ ସଫଳତାର ଚାବିକାଠି। ଆମେ ଆଜି ଏ ଝାରସୁଗୁଡ଼ା ଆଞ୍ଚଳିକବାସୀକୁ ଏତିକି କହିବୁ, କବି କଳାକାର ପ୍ରଶାସନିକ କଲେକ୍ଟର ଏବଂ ସମସ୍ତ ପଦବୀ ମାନେ ମଧ୍ୟ ନିଜର ନିଜର କର୍ମକୁ ସୁଚାରୁ ରୂପରେ ଚଳାଇ ନେଇ ଏହାକୁ ଆହୁରି ମୁଖରିତ ଆହୁରି ଆନନ୍ଦିତ କରିବା ପାଇଁ ଆପଣ ଚେଷ୍ଟା କରିବେ। ସବୁ କିଛି ପ୍ରତିକାର କରାଯାଇଛି। ଯେଉଁ ସମୟରେ ଯାହା ଦରକାର ହେବା କଥା ଆମର ପ୍ରଶାସନିକ ସମସ୍ତେ ସେମାନଙ୍କୁ ଜଣାଇ ଦିଆଯାଇଛି ଏବଂ ସେମାନେ ଉତ୍ସାହ ଏବଂ କାର୍ଯ୍ୟରତ ହେବା ପାଇଁ ପ୍ରତିଶ୍ରୁତି ଦେଇସାରିଛନ୍ତି। ଆଜ୍ଞା 21 ତାରିଖରୁ ଆପଣଙ୍କର ଧନୁଯାତ୍ରା ତା ପାଇଁ କ'ଣ କ'ଣ ମାନେ ଇଏ ହେଇଛି ଶୁଣନ୍ତୁ। ଏଥର ମୁଁ ଧନୁଯାତ୍ରାର ଗୋପୁର ଚାର୍ଜରେ ଅଛେ। ଆମର 20 ତାରିଖରୁ ଆମର କଲଶ ଯାତ୍ରା ହେବା, 21 ତାରିଖରୁ ଆମର ଗୋପୁରର କାର୍ଯ୍ୟକ୍ରମ ସବୁ ହେବା। ସେଥିରେ ଆମର ନନ୍ଦ ଯଶୋଦା କୃଷ୍ଣ ରୋହିଣୀ ଏସବୁ ଅଭିନୟ କରବାର୍ ଲାଗି ପିଲା ସବୁ ସେଟିଂ ହେଇଛି। ଆଉ ମୀନା ବଜାରଟେ ସେନେ ବସବା। ଆଉ ମଥୁରାର ଯେତେ ସବୁ ଆମର ପାଣ୍ଡେ ବାବୁ କହିଲେ ଯେନ୍ଟା ଆମର ପ୍ରେସିଡେଣ୍ଟ ଇନର ସେ ତାର ହିସାବରେ ଇନେ ଧନୁଯାତ୍ରାରେ ହେବା। ଆଉ ବିଶେଷ ଆକର୍ଷଣ ବେଲେ ଆମର ଯେନ୍ତା ଆମର ଶୁଭମପାଲିରୁ ଯେନ୍ ଆଇଛନ୍ ଆମର କଂସ ମହାରାଜ, ତାଙ୍କର ଅଭିନୟ ଉପରେ ସମସ୍ତଙ୍କର ଗୋଟେ ଭଲ ଇଏରେ ହେବା କରି ଆଶା କରୁଛୁ ଆମେ। ଆଉ ଦେଖମା ଆଉ ଯଦି ଗଲା ବର୍ଷରୁ ଆଉ ଟିକେ କିଛି ଭଲ ହେଇପାରବା ଲାଗି ଚେଷ୍ଟା କରବା ଲାଗି ଆମେ ଟିକେ ଯାଉଛୁ। ମୀନା ବଜାରଟେ ବି ଏଥର ଏଇଠାନେ ପଡ଼ିଛେ, ସେନେ ବି ଗୋଟେ ଛୋଟିଆ ମୀନା ବଜାରଟେ ପକାମୁ। ଆଉ ସେନର ଆମର ଅଭିନୟରେ ଯେନ୍ମାନେ ଅଛନ୍ ତାଙ୍କର ନାଁ ଟିକେ କହୁଛେ। ନନ୍ଦରାଜା ଇଏରେ ସୁଶାନ୍ତ କୁମାର ପଟେଲ, ଯଶୋଦା ବନିତା ପଟେଲ, ରୋହିଣୀ ସୁମି ଦାସ, କୃଷ୍ଣରେ ରଞ୍ଜିତ ପଟେଲ ଆଉ ବଲରାମରେ ମନୋଜ କୁମାର ପାଲେ, ଏମାନେ ସେନେ ଅଭିନୟ କରିବେ। ଆଉ ଆମର ବିଶେଷ ଆକର୍ଷଣ ଆଉ ଗୋଟେ ରହିବା ଆମର ସେ ଗୋପୁରରେ ଯେନ୍ଟା ନାପକିଲି ଗଲା ବର୍ଷ ଆମେ ନି କରିପାରିଥିଲା, ସେଠାନେ ଟିକେ ନାପକଲି ସେ ଆମର ଯମୁନା ଯେନ୍ ମଝିଟି ବନ୍ଧଟା ଯେନ୍ ଅଛି ସେନେ ନାପକିଲି କରବାର୍ ଲାଗି ଇଏ କରିଛୁ। ଦେଖୁ ଭଗବାନଙ୍କର କୃଷ୍ଣ ଭଗବାନଙ୍କର ଇଏ ସବୁ ଦେଖିକିରି କାଣା ତମର ଇଏ ନେଉଛେ, ନିଶ୍ଚିନ୍ତ ଭାବେ ଏଥର ଭଲ ହେବା କହିକିରି ଆମେ ଆଶା କରୁଛୁ। ଆମର ଏଇଟା ତୃତୀୟ ବର୍ଷ
धनुयात्रा आम एथर करवार लगे जाऊँ। आरथर आमर भुवनेश्वर प्रधान आमर इने कंसा महाराज अभिनय करते से जेहेतु बरगढ़ रे करूचन तार लगे आम बाध्य होकर सुवनपाली कंसा महाराज ओम प्रकाश पटेल को इथर निमंत्रण करूँ से आमर इथर मंच परिचालना करेंगे। आईथर जेनता बहुत भल भाव यात्रा आरथर बहुत भीड़ है तार लगे आम प्रशासन झासुड़ा अंचल आदिवासी आमर ग्रामवासी समस्त को आम निमंत्रण करूँ। आमर नेक्स्ट जहाँ भी कहबे कंसा महाराज तंकर तो इजेन धनुयात्रा केते तारीख तक धनुयात्रा आमर डिसेम्बर 21 रु 27 तारीख पर्यंत होगा। गोपपुर इथर दलकी हवा जेनता द्वितीय वर्ष आम रही ये वर्ष भी दलकी ही विशेष आकर्षण काना रही विशेष आकर्षण आमर टिटलागढ़ रंगमंच वाले आसवे आ कौन कार्यक्रम एवं तो आम निराधित निया करूँ कमिटी आड़ जेनटा करूँ। नमस्कार मोर समस्त प्रेस मीडिया रो भाई बंधु मानू कुम्हड़ापाली रे स्वागत एवं अभिनंदन। मु ओम प्रसाद पटेल दीर्घ 12 वर्ष धरी सुवर्णपाली धनुयात्रा रे महाराज कंस भूमिका अवतीर्ण हो आसी एवं ए वर्ष निमंत्रण पाई सुवर्णपाली पूर्वरु कुम्हड़ापाली रे आसंता 21 रु 27 दिन व्यापी जो धनुयात्रा हम तार मुख्य नायक महानायक कंस भूमिका रे अभिनय करने को जाऊँ। गत थर धनुयात्रा जेन प्रदर्शन जेन हेतिला इथर जो प्रदर्शन हेबो इथरे तफात काना देबो आपण काना कहबार से चाहे यात्रावासी निश्चित भाव रे ये कौनसी सामाजिक नाटक नुहे जे गोटे जगार भिन्न आउ गोटे जगार भिन्न हेबो। ये सांस्कृतिक कार्यक्रम सांस्कृतिक विचारधारा को सर्वव्यापी करबा पई ये होउची भगवानंकर निर्देश। कवि कवि बोली समस्ते कहती कवि को पचारे किए स्वर्ग आशीर्वाद कवि मुंडे पड़ी कलमरे धरा दिए। ठीक सही परी परम पिता परमात्मा कलाकार मानू निजर संस्कृति समाज को रक्षा करबा पई नाटक माध्यम रे आम मान कलाकार को से सद्बुद्धि देई ये मर्त्य मंडल को प्रेरण करिसंती एवं भिन्न भिन्न जगार आमे संस्कृति को बंचेबार उज्जीवित करी रखिबार संकल्पबद्ध। एणु एठारे कौनसी भिन्न हेब नहीं सेटा ही हेब किंतु भिन्न रूपरे ताकू भिन्न रूपरेख दिया जाई ताकू निश्चित भाव रे आगकू आमे करबा को चेष्टा करिवु। कारण संस्कृति एक बरगढ़ रे भी षड़पुत्र संहार हेबो एवं कुम्हड़ापाली रे भी षड़पुत्र संहार हेबो तथा सुवर्णपाली रे भी षड़पुत्र संहार हुए। सेठारे भी मामू गणजा को धनुयात्रा माध्यम रे कंस निमंत्रण करे एठी भी ठीक सही परी हेबो किंतु नाट्य भिन्न के भिन्न रही ना। एठी चिराचरित साधु भाषा रे ही प्रदर्शित हेबो। आगामी दिन रे जदि पुणी सेपरी किछि आसे ताहेले सेटा करबा को चेष्टा करिबो। ओम ध्यायि सुवर्ण वर्णाभ्यम त्रिनेत्र चारु हासिनी सर्वलक्षण संपन्ना मध्येन्दु कृता शेखरा चतुर्भुजम शंख चक्रधरा बालम स्वरूपिणी उद्यम त्रिशूला निर्विघ्ना महिषा सिंह वाहिनी मुक्तधामणा शतकंठा मुनि स्तुति पाठकै सर्वकाम प्रदाम दुर्गा वरदाम भक्तवत्सला।
दैवी बाणी कहीगला कर्णे देवकीर अष्टम गर्भ संतान हब मोर मृत्युर कारण मो मृत्युर कारण विनाश निमित्त पठाइली अघा बका सकट तृणावर्त गोपपुर मध्य गोटी गोटी करी समस्त वीर लभिले मरण से बालक हस्ते। नारद आसी कहिले महाराज कृष्ण बलराम को निहत करने को हेले धनुयात्रा आयोजन करंतु तांको पत्र माध्यम निमंत्रण करी मथुरा कटक को घेनी आसंतु खेल कसरत आड़े निश्चित भाव मरिबे कृष्ण बलराम से निमंते ए वर्ष कुमड़ा पाली रे आसंता 21 रु 27 तारीख पर्यंत मु करिबी धनुयात्रा आयोजन समस्त ये धनुयात्रा बेले कृष्ण बलराम पालोटी जीव महायात्रा।